ज्योत्ना बस एडिट कर ज्योत्ना मैडम कहबी खाली तो नब किसी कहबिनी पचार कि प्रश्न हाँ प्रश्न आ पचारते कौन पचार ताको कौन पचारती जहाँ पचारती प्रश्न बोली ही कहते आ कौन पचारे कंजूस ओके कंजूस हो पचार गोटे क्वेश्चन रागिच कहीं तुम जमी कौच झगड़ा कला भाया कौच डर लगे तो हसी हसी कौन उत्तर जब जान नी कौन करी उत्तर जो जान नो कौन कर किसी कर नहीं मना करदेव प्रश्न पचारुची क्षीर से जात क्षीर से शत्रु खाइबाकू लगे भल पंचामृत ता बिना होई पारे नहीं पंचा अमृत तमें तो से कहल पंचामृत पंचामृत बे ठीक कहली पंचामृत ता बिनु होई पारे नहीं कही पारिबो तार नाम क्षीर से जात क्षीर से शत्रु खाइबाकू लगे भल पंचामृत ता बिना होई पारे नहीं कही पारिबो तार नाम मान जानी दीच नहीं क्षीर से जात दही तो ओके क्षीर भी शत्रु उत्तर बढ़िया दौच धाई धाई के उत्तर दौच आ गोटे बढ़िया क्वेश्चन टे वर्षकर थरे किणती ताकू किंतु वर्ष जाक ताहा लोड़ा वर्षकर थरे किणती ताकू किंतु वर्ष जाक ताहा लोड़ा प्रति घरे घरे कांथरे से ताए काहाकू ता नाम जणा वर्षकर थरे किणती हाँ किंतु वर्ष जाक लोड़ा हुए प्रति घरर कांथरे थाए से कैलेंडर बाबा ज्योत्ना राणी आज पूरा फॉर्म रे अछंती सचिन तेंदुलकर टू भी बढ़िया क्वेश्चन आउटे आंसर दियो तम शलार बापांक एकमात्र झीर पुअर एकमात्र खोड़ीक जा तमर कौन हेबे मोर शला मु पर लेडीजटा मोर शला भाभी नियो तमे जेंचे तम शलार बापांक एकमात्र झीर पुअर एकमात्र खोड़ीक जा माने सपोज गोटे तमे पुरुष तम शलांक बापांक एकमात्र झीर पुअर एकमात्र खोड़ीक जा तमर कौन हेबे झीर पुआ एकमात्र जा तमे निजी को गोटे पुआ जगह थोइले जानि परिबो मोर शला शलार बापा बापांकर एकमात्र झीर पुआ माने झीर पुआ तो झीर पुआ तांकर जा पुअर एकमात्र खुड़ी खुड़ी एकमात्र खुड़ीर जा एकमात्र खुड़ीर जा तमे जदि पुओ पिला हेतिबो से लोकटी किए मो बो खुड़ीर जाबा कहला तम बो केमते हेबे आंसर देबी भाई बो भाई बो केमते हेबे सेठी बा अछि एकमात्र झीर पुअर एकमात्र खुड़ीर जा पुअर एकमात्र खुड़ीर जा माने तारा मो पत्नी
କିନ୍ତୁ ଏଇଆ ତମେ ଧରିବା କଷ୍ଟ ହେବ କାରଣ ତମେ ଝିଅ ପୁଅ ପିଲାଙ୍କୁ କହିଲେ ଧାଇଁକି ଧରିଦେବେ। କାଲି ଯେଉଁ କୋଶ୍ଚିନ୍ ପଚାରିଥିଲି ତମେ ଧାଇଁକି ଧରି ଦେଇଥିଲ କାରଣ ଝିଅ ଝିଅ ତରଫରୁ ସେଇଟା ଜଣା ପଡ଼ିଯାଏ। ଆଜି ମୁଁ ଚାନ୍ସ ମାରିନେଲି। ହଉ ଭଲ ଭେରି ଗୁଡ୍ ଗୁଡ୍ ବୟ। ଏଇଟା ଗୋଟେ ବଢ଼ିଆ କୋଶ୍ଚିନ୍। ଭୋରରୁ ଭୋରରୁ ଜନ୍ମ ହୁଏ ସିଏ, ଭୋରରୁ ଭୋରରୁ ଜନ୍ମ ହୋଇଛି। ସୂର୍ଯ୍ୟକୁ ଦେଖି ଯାଏ ମରି, ହୁଁ। 2 ଘଣ୍ଟାର ଜୀବନ କାଳରେ ମହକି ଉଠେ ସେ ଭାରି। ଗଙ୍ଗଶିଉଳି। ଫଟକିନି କହିଦେଲ ନାଇଁ? ଗଙ୍ଗଶିଉଳି। ନା ପୁରା ବଢ଼ିଆ ଭୋର ଫୁଲଟା। ଭୋର ସେଟା ଫୁଟେ ମାନେ ନା ଭୋର 4ଟା। ସତରେ ସେ ଗୋଟେ ଫୁଲ ରାତି ଅଧିଆ ଫୁଟିବ ସକାଳୁ ଉଠିଲା ବେଳକୁ ନଥିବ। ଏଇଥିପାଇଁ ମଳି କହିଲି ପଡ଼ିଥିବ। ସେ ଯୋଉ ଜାଗାରେ ଫୁଟୁଥିବ ସେ ଜାଗାଟା ପୁରା ମହକିଯାଏ। ହୁଁ। ଆଉ ବହୁତ କମ ସମୟ ତାର ସତେଜ ରହେ, ବାସ୍ନା ବଢ଼ିଆ। ମୁଁ ଗୋଟେଇଛି ଯାଇଥିଲି ତ। ହଁ ତାକୁ ତ ଗୋଟେଇକି ଆଣିବ, ତାକୁ ତ ତୋଳିବ ସେ ତ ଗଙ୍ଗଶିଉଳି ଫୁଲ ତଳେ ସବୁ ପଡ଼ିଥିବ, ଯୋଉ ତୋଳି ଜାଗାରେ ପାରିବନି। ଲଗେଇଥିବ ସେ ଜାଗାଟା ପରିଷ୍କାର ସେ ସବୁବେଳେ। ଫୁଟିବ ସାଙ୍ଗେ ସାଙ୍ଗେ ଝଡ଼ିବ। ସକାଳ ହଉ ହଉ ନଥିବ ସେ ପାହାନ୍ତି ପାହାନ୍ତି ଛାଡ଼ିଥିବ। କେତେ ହେଲା? 4ଟା କୋଶ୍ଚିନ୍ ମୋତେ ପଚାରିଲା ବା, ସେତିକି ପଚାର। ଆଉ କେହି ଗୋଟେ ପଚାରୁଛ? ଆଉ ଗୋଟେ। ଏ ସେତିକି ହେଇଥିବ, ଏତେ କୋଶ୍ଚିନ୍ କଣ ପଚାରୁଛ ଯେ? ନାଇଁ ଆମର ନିୟମ ରୁଲ୍। 5ଟା କୋଶ୍ଚିନ୍ ପଚାରିବ। 3ଟାର ଉତ୍ତର ଦେଲି, ଆଉ ଗୁଡ଼ାକର ଦେଇପାରିଲିନି ନା। ବଢ଼ିଆ କୋଶ୍ଚିନ୍ଟା। ଏଇଟା ଟିକେ କଷ୍ଟ ହେବ। ପ୍ରଶ୍ନକୁ ଭଲସେ ଶୁଣ। ସମୟ ସହିତ ଚାଲିବାକୁ ଭଲ ଲାଗିଥାଏ ତାକୁ, ସମୟ ସହିତ ଚାଲିବାକୁ ଭଲ ଲାଗିଥାଏ ତାକୁ, ନିଜ ଚାରିପଟେ ଘେରେ ବୁଲିବାକୁ ମିନିଟିଏ ଲାଗେ ତାକୁ। ଜାଣିଦବ ମଉସା ପଚାରିଥିଲି। ସବୁବେଳେ ସେ ଚଲୁଥାଏ, କେବେ ରହେ ନାହିଁ ଜମା, ତାକୁ ନ ଦେଖିବା ଯାଏ ତମ ଦିନ ସରେ ନାହିଁ ଜମା। ସେକେଣ୍ଡ ଘଣ୍ଟା। ହଁ ଏଇଟା ତମେ ମୋ ମଉସାଙ୍କୁ ପଚାରିଥିଲ ହଁ ବୋଲି ତମେ କହିଲ ମୁଁ ହେଇଗଲା, କିନ୍ତୁ ମଉସାଙ୍କୁ ଯୋଉଦିନ ପଚାରିଥିଲ ମଉସା କହିପାରିନଥିଲେ, ମାନେ କନଫ୍ୟୁଜ ହେଇଥିଲେ, କିନ୍ତୁ ସେଇଟା ମୁଁ ଜାଣିଥିଲି। ତମେ ଯଦି ମୋତେ ପଚାରିଥାନ୍ତ କି ମଉସା ଉତ୍ତର ଦେବେ କି ଜ୍ୟୋତ୍ସ୍ନା ତମେ ଉତ୍ତର ଯେହେତୁ ଦେବ? ଏଇ ପ୍ରଶ୍ନ ତମେ ଆଗରୁ ଜାଣିଛ, ଆ ବଦଳରେ ମୁଁ ଆଉ ଗୋଟେ କୋଶ୍ଚିନ୍ ପଚାରିବି। ହଁ ପଚାର, ଏଇ ଗୋଟେ କଥା ନା କଣ? କୋଶ୍ଚିନ୍ଟା ଭଲସେ ଶୁଣ, ବଢ଼ିଆ କୋଶ୍ଚିନ୍ଟା। 2 ଜୀବ 2 ଚକରେ ଚଳଇ ସେ ଗାଡ଼ି, 2 ଜୀବ 2 ଚକରେ ଚଳଇ ସେ ଗାଡ଼ି ଦିଶେ ଭାରି ସୁନ୍ଦର, ସେ ଗାଡ଼ି ଦିଶେ ଭାରି ସୁନ୍ଦର, ଧାନ ଅମଳରେ ସାମିଲ ହୁଏ ସେ, ଆଉ କେବେ ଲୋକ ବୋହି ନିଏ ଧାନ ଅମଳରେ ସାମିଲ ହୁଏ ସ, ଆଉ କେବେ ଲୋକ ସେ ବୋହିଲାଣି। କହିପାରିବ ସେ ଗାଡ଼ିର ନାମ? କୋଶ୍ଚିନ୍ ଆଉଥରେ କରିବି। ଲୋକ 2 ଚକ 2 ଜୀବରେ ଚଳଇ ସେ ଗାଡ଼ି, 2ଟା ଚକ 2ଟା ଜୀବ ସେ ଗାଡ଼ିକି ଚଳାନ୍ତି। ସାଇକେଲ। ଧାନ ଅମଳରେ ଲାଗଇ ସେ ଗାଡ଼ି, ଧାନ। ସରି 2 ଚକ 2 ଜୀବରେ ଚଳଇ ସେ ଗାଡ଼ି ଦିଶେ ଭାରି ସୁନ୍ଦର, ଧାନ ଅମଳରେ ଶଗଡ଼ ଗାଡ଼ି, ଲାଗଇ ସେ ଗାଡ଼ି, ଯୋଉ ହଳ ହୁଏ। ବୋହି ନିଏ ଲୋକଙ୍କୁ ପୁଣି ଦୂର ଦୂର। ତାଙ୍କୁ କଣ କହନ୍ତି ବା ଯୋଉ ଶଗଡ଼ ଗାଡ଼ି? କହିଲା ଆନ୍ସର ବା ଶଗଡ଼ ଗାଡ଼ି। ଠିକ୍ ସେ ଉତ୍ତର। ତା ଦେହରେ ଲୋକ ବି ବସିକି ଯାଆନ୍ତି ନା ଆଗ କାଳ, ଏବେ ସିନା ଗାଡ଼ି ଫାଡ଼ି ହେଇଗଲା, ଆଗ ସେୟା କାଳରେ କହିଲି ତ ବା, ଧାନ ଅମଳରେ ସାମିଲ ହୁଏ ସେ, ବୋହିନିଏ ଲୋକଙ୍କୁ ଦୂର ଦୂର। ଆକୁ ମୁଁ ନିଜେ ଲେଖିଛି, ନିଜେ ପଢ଼ିପାରୁନି। ଖୁବ୍ ଭଲ କିନ୍ତୁ କବିତା ଭଳିଆ ହେଇଛି ନା। 2 ଜୀବ 2 ଚକରେ ଚଳଇ ସେ ଗାଡ଼ି ଦିଶେ ଭାରି ସୁନ୍ଦର, ଧାନ ଅମଳରେ ସାମିଲ ହୁଏ, କେବେ ବୋହି ନିଏ ଲୋକଙ୍କୁ ବହୁ ଦୂର। କହିପାରିବ ନାମ ତାହାର? କହିଦେଲି ବା। ଦେଖିଲ କେତେ ବଡ଼ ଲେଖକ ମୁଁ, କେହି ତମେ ଏତେ ଭଲ ଜାଣୁନାହାନ୍ତି। ଭଲ ପ୍ରଶ୍ନ ତିଆରି କରୁଛ, ତମେ ଗୋଟେ ଚ୍ୟାନେଲ କରିକି ସେଥିରେ ଛାଡୁନ। ନାଇଁ କି ମୋ ଚ୍ୟାନେଲ, ଲୋକ ଦେଖିଲେ ସିନା ସେ ଚ୍ୟାନେଲକୁ, ଲୋକ ଦେଖୁନାହାନ୍ତି। ତମେ ମୁଁ ଦେଖୁଛ। ପଚାରୁଛି, ମୁଁ ଯେତେବେଳେ ପଚାରୁଛି ଗୋଟେ କୋଶ୍ଚିନ୍ দিয়ে ଛାଡ଼ୁଛି, 1 2ଟା ଉତ୍ତର ଆସିଥିବ। ଚାଲିଛି। ଏଇଥିରେ କମ୍ୟୁନିଟିରେ ପକାଇଦେଲେ ହେବ। ତମ ଚ୍ୟାନେଲରେ କମ୍ୟୁନିଟିରେ ପକାଇଲେ ଲୋକ ସେ ଚ୍ୟାନେଲକୁ ସର୍ଚ୍ଚ କରିକି ଯିବେ, ମୋର ବି କିଛି ଫାଇଦା ହେବ। ଠିକ୍ କଥା। ଓକେ। ସେଥିପାଇଁ ବି ଯଦି ମୋ ପାଇଁ ଲୋକ ଦେଖିଲେ, ସେଥିରେ ବି କିଛି ପଇସା ଆଦାୟ ହେଇଯିବ। ଓହୋ।
ମୋଠୁ ନେବ ତମେ। ହସୁନ ଟିକେ, ଦେଖିଲ ସେ ଟୋକାଟା କେମିତି ହସୁଛି। ମୁଁ ଆଉ କ'ଣଟା କାନ୍ଦୁଛି ନା କ'ଣ? ନାଇଁ ମୁଁ କହୁଥିଲି। ଆଉ କ'ଣ ପ୍ରଶ୍ନ ପଚାରିବ ନା କ'ଣ? ନାଇଁ ସଇଲା ବା। 5ଟା ବଦଳରେ 6ଟା ପଚାରିଲେ ବା। ହଁ 6ଟା ପଚାରିଲେ, ଗୋଟେ ତମେ ଜାଣିଥିଲ। ଗୋଟିଏ ଥର ଜାଣିଥିଲି, ତମେ କହୁଛ ମଉସାକୁ ପଚାରିଥିଲି ବୋଲି, କିନ୍ତୁ ମୁଁ ଜାଣିଥିଲି। ହେଲା। କାହିଁକିନା ପ୍ରତିଦିନ ସକାଳୁ ଉଠିଲେ ଆରେ ପ୍ରଶ୍ନର ଉତ୍ତର ଦେବା ପାଇଁ ତମେ କ'ଣ ପରିଶ୍ରମ ପଡୁଛି ନା କ'ଣ? ବସିଛ ତ ଗୋଡ଼ ଉପରେ ଗୋଡ଼ ପକେଇଛି। ସେଇଆ। ହଁ ଏ ସମୟ ଟିକେ ନଷ୍ଟ ହେଲା, 5-10 ମିନିଟ୍ ସମୟ ମୁଁ ତମର ନଷ୍ଟ କଲି। ସେଇ ସମୟକୁ ନଷ୍ଟ ବୋଲି ଭାବନି। ଯଦି ଲୋକଙ୍କର ପସନ୍ଦ ହେଲା, ସେଇ ସମୟ ତକ ଲୋକମାନେ ବି ଖୁସି ହେବେ, ତମର ବି କାମରେ ଲାଗିବ। ଭଲ କହୁଛ। ମୁଁ କ'ଣ ଖରାପ କହେ ନା କ'ଣ? ହଉ। ଲାଷ୍ଟ କିଛି କହିବ ନା ରିକ୍ୱେଷ୍ଟ କରିବ ଲୋକଙ୍କୁ, ଲାଇକ୍ ଫାଇକ୍ ଗୋଟେ ଦୁଇଟା ମାରିବେ, ଯଦି ପସନ୍ଦ ହେଲା ତମକୁ ଖୁସି ଲାଗିବ। କାହିଁ ରିକ୍ୱେଷ୍ଟ କରିବି? ଯାହାକୁ ଭଲ ଲାଗିବ ସେ ନିଶ୍ଚିନ୍ତ ଦେଖିବେ, ଯାହାକୁ ଭଲ ନ ଲାଗିବ ତାଙ୍କୁ ବାଧ୍ୟ କରିବାଟା କ'ଣ ଠିକ୍? ହଁ ସେଇଟା ବି ଠିକ୍ କଥା, କାହାକୁ କିଛି ବାଧ୍ୟ କରିବା। ସମସ୍ତଙ୍କର ନିଜସ୍ୱ ଆରେ ଇଚ୍ଛା ବୋଲି ନାଇଁ, କିଛି ଅଛି ନା। ୟୁଟ୍ୟୁବରେ ଜାଣିଛ ନା ଗୋଟେ ହାଇପ୍ ବୋଲି ଗୋଟେ ଆସୁଛି ବଟନ୍। ଆଗରୁ ଆସୁଥିଲା ଲାଇକ୍, ସେୟାର, ସବସ୍କ୍ରାଇବ୍। ଏବେ ହାଇପ୍ ବଟନ୍ ଆସିଲାଣି। ଯଦି କିଏ ସେ ହାଇପ୍ ବଟନ୍ଟାକୁ କ୍ଲିକ୍ କରିଦେଉଛି, ୟୁଟ୍ୟୁବ୍ ଚ୍ୟାନେଲ୍ କ'ଣ କରୁଛି, ତାର ଗ୍ରୋ ହେଉଛି ଅଲମୋଷ୍ଟ, ମାନେ ଭଲ ଗ୍ରୋ ହେଉଛି। କାରଣ ହାଇପ୍ରେ କ'ଣ ଗୋଟେ ମୁଁ ଜାଣିନି ଭଲସେ, ୟୁଟ୍ୟୁବ୍ରେ କ'ଣ ଗୋଟେ ଅଛି, ଯଦି ହାଇପ୍ରେ କ୍ଲିକ୍ କରିବ ସେ ବହୁତ ଅଡ଼ିଏନ୍ସକୁ ଦେଖାଉଛି। ଦେଖ, ଲୋକ ଯେଉଁ ଟାଇପ୍ର ବି ଭିଡ଼ିଓ ବନାନ୍ତୁ, ଯାହାକୁ ଭଲ ଲାଗିବ ସେ ଦେଖିବ। କାହାକୁ ବାଧ୍ୟ କରିବାର ତ ଅଧିକାର ଆମର ନାହିଁ। ଓକେ, ତାହେଲେ ଆମେ କାହାକୁ କିଛି ବାଧ୍ୟ କରିବା ନାହିଁ। ହଉ। କି କାହା ଭିଡ଼ିଓ ଦେଖିକି ଖରାପ କମେଣ୍ଟ କରିବ ନାହିଁ, କେହି ନା କେହି ବାଧ୍ୟ କରିବେ ନାହିଁ। ବୁଝିପାରିଲ? ଆଜ୍ଞା ଆଜ୍ଞା ଆଜ୍ଞା। ତାହେଲେ ଆସୁଛୁ। ନମସ୍ତେ। ଭଲରେ ସମସ୍ତେ। କି ହସ।